ଯେଉଁମାନେ ଆଚିଭମେଣ୍ଟ ପାଇସାରିଛନ୍ତି ନା, ଯେଉଁମାନଙ୍କୁ ଆମେ କହୁଛୁ ଯେଉଁମାନେ କି ଏଇ ସମାଜରେ ସଫଳତା ଅର୍ଜନ କରିସାରିଛନ୍ତି, ଠିକ୍ ଅଛି। ତ ସେଇମାନଙ୍କୁ ଯେତେବେଳେ ଗୋଟେ ସାଧାରଣ ପିଲା ଯେତେବେଳେ ତାଙ୍କର ଜୀବନଶୈଳୀ ବା ତାଙ୍କର ଡେଲି ରୁଟିନକୁ ଯେତେବେଳେ ସେ ଅନୁସରଣ କରନ୍ତି, ତ ସେ ସମୟରେ ଯେଉଁ ପିଲାଟା ଅନୁସରଣ କରୁଛି ସେଇ ପିଲାଟା କେତେ ଫାଇଦାରେ ରୁହେ, ମାନେ ଏଇ ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ କହିବି, ଠିକ୍ ଅଛି। ବହୁତ ସମୟରେ ଆମ ସିନିୟର ମାନେ, ଆମ ଗୁରୁଜନ ମାନେ ଆମକୁ କୁହନ୍ତି କି ଅମୁକ ଲୋକ ଜଣକ ଏମିତି ପାଠ ପଢ଼ୁଥିଲେ, ଏମିତି ସବୁ କାମ କରୁଥିଲେ, ତା ପିଲା ଦିନରୁ ଏଇ ସବୁ ଭଲ ହ୍ୟାବିଟ୍ ଥିଲା, ଗୁଣ ଥିଲା, ପରବର୍ତ୍ତୀ ସମୟରେ ସିଏ ଏ ସମାଜରେ ତାର ଭଲ ନାଁ ଅଛି, ଠିକ୍ ଅଛି। ଯେଉଁମାନଙ୍କୁ ଆମେ ମାନେ ସକ୍ସେସଫୁଲ୍ ବା ସଫଳତା ପାଇଥିବା ବ୍ୟକ୍ତି ଭାବରେ ଆମେ ମାନେ ଏଇ ସମାଜରେ ଆମେ ମାନ୍ୟତା ଦେଇଥାଉ, ଠିକ୍ ଅଛି। ତ ଗୋଟେ ରିସେଣ୍ଟଲି ଗୋଟେ ଯେଉଁ ଭିଡ଼ିଓ ଭାଇରାଲ ହେଇଛି, ଯେଉଁଟାକି ଆମର ଯେଉଁ ୟୁଏସ୍ର ଯେଉଁ ଗୋଟେ ଫିଟନେସ୍ ଇନଫ୍ଲୁଏନ୍ସର ଅଛନ୍ତି, ଆଷ୍ଟନ୍ ହଲ୍ କହିକି, ଠିକ୍ ଅଛି। ତ ତାଙ୍କର ମାନେ ଫ୍ୟାନ୍ ଫଲୋଇଂ ଠିକ୍ ଠାକ୍ ଅଛି, ମାନେ ସାମାଜିକ ଗଣମାଧ୍ୟମରେ ତାଙ୍କର ଯେଉଁ କ୍ରେଜ୍ ବା ତାଙ୍କର ଯେଉଁ ପବ୍ଲିକ୍ ଫିଗର ଠିକ୍ ଠାକ୍ ଅଛି, ଠିକ୍ ଅଛି। ତ କିଛି ଦିନ ପୂର୍ବରୁ କ'ଣ ହେଇଛି, ଯେତେବେଳେ ଆମର ଇଣ୍ଡିଆର ଗୋଟେ ପିଲା ତାଙ୍କର ଡେଲି ରୁଟିନ୍ ଆଉ ତାଙ୍କର ମାନେ ମାନେ କେଉଁ ଭଳିଆ ଭିଡ଼ିଓ ସେ ବନାଉଛନ୍ତି, ଠିକ୍ ଅଛି, ସେମ୍ ସେଇ ଟାଇପ୍ର ଆମର ଯେଉଁ ଭାରତୀୟ ଯେଉଁ ଯୁବକ ଜଣକ ସେମ୍ ସେଇ ଟାଇପ୍ର ସେ ଭିଡ଼ିଓ ବନେଇବା ଆରମ୍ଭ କଲେ, ଠିକ୍ ଅଛି। ତ ଆରମ୍ଭ କରିସାରିଲା ପରେ ଯେତେବେଳେ ସେଇ ତାଙ୍କର ଯେଉଁ ଭିଡ଼ିଓ ଇଏ ଯେଉଁ କ୍ଲିପ୍ ଗୁଡ଼ାକୁ ତାକୁ ଜଣେ ଟେକ୍ କଲେ, ଆମର ଇଣ୍ଡିଆନ୍ ହିଁ ଯେଉଁ ୟୁଏସ୍ର ଅଛନ୍ତି, ଯେଉଁ ଇଣ୍ଡିଆନ୍ ସରି ଆଷ୍ଟନ୍ ହଲ୍ ତାଙ୍କୁ ସେ ଟେକ୍ କଲେ ଯେ ଇଣ୍ଡିଆରେ ମଧ୍ୟ ଗୋଟେ ପିଲା ଅଛି ତୁମ ଭଳିଆ ଭିଡ଼ିଓ ବନାଉଛି, ଠିକ୍ ଅଛି। ଦେନ୍ ତା ପରବର୍ତ୍ତୀ ସମୟରେ ଆଷ୍ଟନ୍ ହଲ୍ ସେ ତାକୁ କହିଲେ କି ଯଦି ମୋର ଏଇ ଭିଡ଼ିଓଟା ଏତିକି ଲାଇକ୍ ଯଦି ହେବ, ଠିକ୍ ଅଛି, ତ ମୁଁ ତମକୁ ଦେଖା କରିବା ପାଇଁ ଆସିବି। ତମକୁ ମିନ୍ସ ଯେଉଁ ଆମର ଇଣ୍ଡିଆର ଯେଉଁ ଯୁବକ ଜଣକ ତାଙ୍କ ଭଳି ତାଙ୍କ ଶୈଳୀରେ ଯିଏ ଭିଡ଼ିଓ ବନାଉଥିଲେ, ଠିକ୍ ଅଛି। ତ ଶେଷରେ ସେ ଯେଉଁ ଡିମାଣ୍ଡ ଥିଲା, ଆଷ୍ଟନ୍ ହଲ୍ଙ୍କର ଡିମାଣ୍ଡ ଥିଲା, ସେ ଡିମାଣ୍ଡଟା ପୁରା ହେଇଯାଇଛି। ଆଉ ହେଇସାରିଲା ପରେ ସେ ଇଣ୍ଡିଆ ଆସିକି ଆମର ଇଣ୍ଡିଆର ଯେଉଁ ୟଗେନ୍ଦର କହିକି ଗୋଟେ ଭାଇ ଜଣକ ଅଛନ୍ତି, ତାଙ୍କ ସହିତ ସେ କୋଲାବୋରେସନ୍ ବା ଭିଡ଼ିଓ ବନେଇଲେ, ଠିକ୍ ଅଛି। ବନେଇ ସାରିଲା ପରେ ସେ ଯେଉଁ ଆମର ବର୍ତ୍ତମାନ ଯେଉଁ ୟଗେନ୍ଦର ଭାଇ ଅଛନ୍ତି, ଯେଉଁଟାକି ଆମେ ଇଣ୍ଡିଆନ୍ ଆଷ୍ଟନ୍ ହଲ୍ ନାମରେ ଏବେ ସମସ୍ତେ ଜାଣିଛନ୍ତି, ଏବେ ୟୁଟ୍ୟୁବରେ ମଧ୍ୟ ଫେମସ୍। ୟୁଟ୍ୟୁବ୍ ଖୋଲିଦେଲେ ତାଙ୍କର ଗୋଟେ ଭିଡ଼ିଓ ତ ଆଟଲିଷ୍ଟ ପ୍ରତ୍ୟେକ ସମସ୍ତଙ୍କର ସାମ୍ନାକୁ ପଳେଇ ଆସୁଛି, ଠିକ୍ ଅଛି। ତ ଯଦି ବାସ୍ତବ ରୂପରେଖା କହିବା ଯେ ଗୋଟେ ମୁଁ 2 ଦିନ ଆଗରୁ ହିଁ ଗୋଟେ ଭିଡ଼ିଓ ମୁଁ ଦେଖିଥିଲି ଯେ ଇଣ୍ଡିଆନ୍ ଆଷ୍ଟନ୍ ହଲ୍ 2018-19 ମସିହାରେ ଗୋଟେ ଜିମ୍ର ଗୋଟେ ସାଧାରଣ ଗୋଟେ ଟ୍ରେନର ହେଇକି ଥିଲେ। ସେତେବେଳେ ତାଙ୍କର କ୍ରେଜ୍ ନଥିଲା, ଠିକ୍ ଅଛି। ତ ଦୀର୍ଘ 2018 ବା 2019ରୁ ଆଜି କେତେ ହେଲା 2024, ତ ଏଇ 8 ବର୍ଷ ଭିତରେ ସେ ବହୁତ କିଛି ଇମ୍ପ୍ରୁଭମେଣ୍ଟ କରିଛନ୍ତି, ତାଙ୍କର ମାନେ ସୋସିଆଲ ମିଡ଼ିଆରୁ ପଇସା ମଧ୍ୟ ଇନକମ୍ କରିଛନ୍ତି, ଠିକ୍ ଅଛି। କିନ୍ତୁ ବର୍ତ୍ତମାନ ସେ ଆଜିକା ଡେଟ୍ରେ ଗୋଟେ ସଫଳ ଇନଫ୍ଲୁଏନ୍ସର, ଫିଟନେସ୍ ମାନେ ଇନଫ୍ଲୁଏନ୍ସର ବିଦେଶର, ଠିକ୍ ଅଛି। ତ ଯେତେବେଳେ ସେଇ ସଫଳ ଇନଫ୍ଲୁଏନ୍ସରକୁ ଯେତେବେଳେ ଆମେ ଗୋଟେ ସାଧାରଣ ବର୍ଗର ପିଲା ଯେତେବେଳେ ଅନୁସରଣ କରୁଛି, ଠିକ୍ ଅଛି, ତ ସେଇ ପିଲା କିଛି ନହେଲେ 50% ଅଛି ଆଚିଭମେଣ୍ଟ ହେଇଯାଏ, ଠିକ୍ ଅଛି। ଏଇଟା ଗୋଟେ ଜ୍ୱଳନ୍ତ ଉଦାହରଣ, ଠିକ୍ ଅଛି। ତ ବହୁତ ସମୟରେ ଯେଉଁମାନେ କୁହନ୍ତି, ସିନିୟର ମାନେ କୁହନ୍ତି, ସଫଳ ବ୍ୟକ୍ତିମାନଙ୍କର ଯେତେବେଳେ ତୁମେ ବ୍ୟବହାରକୁ ବା ତାଙ୍କର ଯେଉଁ ଡେଲି ରୁଟିନ୍କୁ ଯେତେବେଳେ ତୁମେ ଫଲୋ କରୁଛ ନା, ଠିକ୍ ଅଛି, ହେଇପାରେ ତୁମେ ଯାହାକୁ ଫଲୋ କରୁଛ ତାହା ସହିତ ବରାବରି କରିପାରିବ କି ନ କରିପାରିବ ସେଇଟା ତ ମାନେ କନଫର୍ମ ମୁଁ କହିପାରିବିନି, କାହିଁକିନା ମେହନତ ଡିପେଣ୍ଡ କରେ ତୁମ ମାଇଣ୍ଡସେଟ୍ ଉପରେ। କିନ୍ତୁ ଯଦି ତୁମେ ବାସ୍ତବରେ ଯାହାକୁ ତୁମେ ଫଲୋ କରୁଛ ତାର ଯଦି ତୁମେ 50% ବି ଫଲୋ କରୁଛ ନା, ଠିକ୍ ଅଛି, ତ ତୁମେ କିଛି ନହେଲେ ବି ତାଙ୍କର ଯେତିକି ଆଚିଭମେଣ୍ଟ ତାର 50% ଆଚିଭମେଣ୍ଟ ତୁମେ ପାଇଯିବ ବା 20% ଆଚିଭମେଣ୍ଟ ପାଇଯିବ, ଠିକ୍ ଅଛି। ତ ଏଇଟା ଗୋଟେ ଉଦାହରଣ ତରଫରୁ ମୁଁ କହିଲି, ଗୋଟେ ଉପସ୍ଥାପନ ଭିଡ଼ିଓ ଆପଣଙ୍କ ପାଇଁ ମୁଁ ବନେଇଲି ଯେ ସଫଳ ବ୍ୟକ୍ତିମାନଙ୍କର ଯେତେବେଳେ ଆମେ ଫଲୋ କରୁଛୁ ବା ଅନୁସରଣ କରୁଛୁ, ତ ଯେଉଁ ପିଲା ଅନୁସରଣ କରୁଛି ସିଏ ମଧ୍ୟ କିଛି ପ୍ରତିଶତ ସିଏ ସଫଳ ହେଇଯାଏ, କିଛି ପ୍ରତିଶତ ନୁହଁ, ମ୍ୟାକ୍ସିମମ୍ ପ୍ରତିଶତ ସିଏ ସଫଳ ହେଇଯାଏ, ଠିକ୍ ଅଛି। ଏଇଟା ହେଉଛି ଜ୍ୱଳନ୍ତ ଉଦାହରଣ, ଠିକ୍ ଅଛି। ତ ସେଥିପାଇଁ ଆପଣ ବି ଆପଣଙ୍କର ଯାହାକୁ ବି ଆଇଡଲ୍ ମାନୁଛନ୍ତି, ଯାହା ଭଳିଆ ହେବା ପାଇଁ ଚାହୁଁଛନ୍ତି, ତାଙ୍କର ମାନେ ଯେଉଁ କାର୍ଯ୍ୟଶୈଳୀକୁ ଆପଣ ମାନେ ଫାଇଣ୍ଡ ଆଉଟ୍ କରନ୍ତୁ, ଆଉ ସେଇଭଳିଆ ଆପଣ କାମ କରିବା ଆରମ୍ଭ କରନ୍ତୁ। ଆରମ୍ଭ ଯେତେବେଳେ ଆପଣ କରିବେ, ଆଇ ହୋପ୍ କି ଟାଇମ୍ ଲାଗିପାରେ, କିନ୍ତୁ ଡେଫିନେଟଲି ଆପଣ ସେଇ ଜାଗାରେ ପହଞ୍ଚି ପାରିବେ, ଯେମିତି ଆପଣ ଯାହାକୁ ଅନୁସରଣ କରିକି ଯାଉଛନ୍ତି ତାଙ୍କ ଭଳି ଆପଣ ଅନୁସରଣ ମାନେ ଆପଣଙ୍କର ଗୋଟେ କ୍ରେଜ୍ ଏଇ ସମାଜରେ ଆରାମସେ ତିଆରି କରିପାରିବେ, ଠିକ୍ ଅଛି। ତ ସେଥିପାଇଁ ସଫଳ ବ୍ୟକ୍ତିଙ୍କର ଜୀବନଶୈଳୀକୁ ଆପଣ ସବୁବେଳେ ଫଲୋ କରନ୍ତୁ, ଆପଣ ନିଜେ ବି ସଫଳ ହୁଅନ୍ତୁ।